ଅତି ଲେମ୍ବୁ ଚିପୁଡ଼ିଲେ ପିତା। ଲେମ୍ବୁର ସ୍ୱାଦ ସାଧାରଣତଃ ଖଟା। ଆବଶ୍ୟକ ଅନୁଯାୟୀ ଏହାକୁ ଯଦି ଆମେ ଚିପୁଡ଼ିଲେ ଏହାର ସ୍ୱାଭାବିକ ସ୍ୱାଦ ଅନୁଭବ କରୁଏ। ମାତ୍ର ସେଇ ଲେମ୍ବୁକୁ ଅତି ମାତ୍ରାରେ ଚିପୁଡ଼ି ଦେଲେ ଏହା ପିତା ଏବଂ ଅରୁଚିକର ହୋଇଥାଏ। ପ୍ରକୃତରେ ଆମ ଜୀବନରେ ସମସ୍ତ କାର୍ଯ୍ୟ ତା'ର ନିର୍ଦ୍ଦିଷ୍ଟ ସୀମା ଭିତରେ ହିଁ ରହିଲେ ଭଲ। ପ୍ରତି କ୍ଷେତ୍ରରେ ଅତି କଥା ସର୍ବଦା ହାନିକାରକ ହୋଇଥାଏ। ଅତି ପରିଚୟରେ ଗୌରବ ନଷ୍ଟ ହୁଏ। ଅତି ଭକ୍ତିରେ ଚୋରର ଲକ୍ଷଣ ଫୁଟି ଉଠେ। ପିଲାମାନଙ୍କୁ ଅତି ଶାସନ କଲେ ସେମାନେ ପଥ ହୁଡ଼ନ୍ତି। ଅତି କଥନ ଓ ଅତି ତୋଷାମଦ ତା'ର ବିପରୀତ ଫଳ ଆଣି ଦେଇଥାଏ। କଥିତ ଅଛି, ଅତି ଦର୍ପ କରିବାରୁ ରାବଣର ସ୍ୱର୍ଣ୍ଣଲଙ୍କା ଧ୍ୱଂସ ଓ ଶ୍ରୀହୀନ ହୋଇଯାଇଥିଲା। ଅତି ଦାନ କରିବାରୁ ବଳିକୁ 52 ଅବତାରରେ ଭଗବାନ ପାତାଳପୁରକୁ ଚାପି ଦେଇଥିଲେ। ତେଣୁ ଅତି ହିଁ ସର୍ବଦା ଗ୍ରହୀତ ହୋଇଥାଏ। ଏହା ବହୁ ଅନର୍ଥ ସୃଷ୍ଟି କରିବା ସହ ନାନା ଅନିଷ୍ଟ ମଧ୍ୟ ଘଟାଇଥାଏ। ଜୀବନରେ ଯେ କୌଣସି କ୍ଷେତ୍ରରେ ମାତ୍ରାଧିକ ବା ଅତିର ପ୍ରୟୋଗ ଅରୁଚିକର ହେବା ସହ ନାନା ବିଘ୍ନ ଘଟାଉଥିବାରୁ କଥିତ ଅଛି ଯେ ଅତି ଲେମ୍ବୁ ଚିପୁଡ଼ିଲେ ପିତା।